ଶୁଣ ହୁରିଣ ସାବଧାନ, ଏ ଏକାଦଶୀ ଅଜାନମ, ଏ ସର୍ବ ପାପ ପ୍ରକାଶନୀ, ସମସ୍ତ ଶୁଭ ପ୍ରଦାୟିନୀ। ଏ ବ୍ରତ କରି ହୃଷିକେଶ, ପୂଜା ଯେ କରିବ ନରେଶ, ତାର ସମସ୍ତ ପାପ ନାଶ ହୁଅଇ ଶ୍ରବଣେ ବିଶେଷ। ଆଜି ହେଉଛି ଭାଦ୍ରବ ମାସ କୃଷ୍ଣପକ୍ଷ ଏକାଦଶୀ, ଯାହାକୁ କାଳିୟ ଦଳନ ଏକାଦଶୀ ବା ଅଜା ଏକାଦଶୀ କୁହାଯାଏ। ଏ ଏକାଦଶୀର ମାହାତ୍ମ୍ୟ ହେଉଛି ପ୍ରାଚୀନ କାଳରେ ଚକ୍ରବର୍ତ୍ତୀ ରାଜା ହରିଶ୍ଚନ୍ଦ୍ର ଶାସନ କରୁଥିଲେ। ସେ ବିଶ୍ୱାମିତ୍ରଙ୍କୁ ନିଜର ସମସ୍ତ ସମ୍ପତ୍ତି ରାଜ୍ୟ ଦାନ କରିବା ପରେ ଦକ୍ଷିଣା ଦେବା ନିମନ୍ତେ ନିଜ ପରିବାରକୁ ମଧ୍ୟ ବିକ୍ରି କରିଦେଲେ। ଫଳରେ ସେ ଚଣ୍ଡାଳର ଦାସ ହୋଇ ସତ୍ୟକୁ ଧାରଣ କରି ମୃତକଙ୍କ ବସ୍ତ୍ର ଗ୍ରହଣ କରୁଥିଲେ, କିନ୍ତୁ କେବେ ସେ ମୃତ୍ୟୁରୁ ବିଚଳିତ ହେଉନଥିଲେ। ଏମିତି ଅନେକ ବର୍ଷ ଗଲା। ଦିନେ ରାଜା ସମୁଦ୍ର କୂଳରେ ଚିନ୍ତାରେ ଥିବା ବେଳେ ଗୌତମ ଋଷି ସେଠାରେ ପହଞ୍ଚିଲେ। ରାଜା ତାଙ୍କୁ ପ୍ରଣାମ କରି ତାଙ୍କର ବେଦନା ଜଣାଇଲେ। ଋଷି ତାଙ୍କୁ ଅଜା ଏକାଦଶୀ ବ୍ରତ କରିବାକୁ କହିଲେ। ଋଷିଙ୍କ କହିବା ଅନୁସାରେ ରାଜା ବ୍ରତ ପାଳନ କଲେ। ବ୍ରତ କରିବା ଦ୍ୱାରା ରାଜାଙ୍କର ସମସ୍ତ ପାପ ନଷ୍ଟ ହେଲା। ନିଜ ପୁତ୍ର ଓ ପତ୍ନୀ ସହ ରାଜ୍ୟର ସମସ୍ତ ଧନ ସେ ଫେରି ପାଇଲେ। ଶେଷରେ ସେ ସମସ୍ତ ପାପରୁ ମୁକ୍ତି ହୋଇ ସ୍ୱର୍ଗଲୋକ ଗମନ କଲେ। ଆହୁରି ମଧ୍ୟ ଆଜି ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଅତି ସୁନ୍ଦର କାଳିୟ ଦଳନ ନୀତି ଅନୁଷ୍ଠିତ ହୋଇଛି। ଆଜି ମହାପ୍ରଭୁ କାଳିୟ ଦଳନ ବେଶରେ ଦର୍ଶନ ଦେଇଛନ୍ତି। କବି ଶ୍ରୀ ଜୟଦେବଙ୍କ ବିରଚିତ ଗୀତ ଗୋବିନ୍ଦରେ ଶ୍ରୀକୃଷ୍ଣଙ୍କୁ କାଳିୟ ବିଷଧର ଗଞ୍ଜନ ବୋଲି ସମ୍ବୋଧନ କରିଛନ୍ତି। କାରଣ ମହାପ୍ରଭୁ କୃଷ୍ଣଚନ୍ଦ୍ର କାଳିୟ ନାଗକୁ ଲାଞ୍ଛିତ ଓ ପରାଜିତ କରିବା ସହିତ କାଳନ୍ଦୀ ହ୍ରଦକୁ ତାର ପ୍ରଖର ବିଷଜ୍ୱାଳାରୁ ମୁକ୍ତ କରିଥିଲେ। ଏକା କାଳିୟ ଦଳନ ବେଶ ଭାବରେ ପ୍ରସିଦ୍ଧ। କାଳିୟ ବିଷଧର ଗଞ୍ଜନ ଜନରଞ୍ଜନ, ଯଦୁକୁଳ ନଳିନ ଦିନେଶ, ଜୟ ଜୟ ଦେବ ହରେ। କାଳିୟ ହିନ୍ଦୁ ପୁରାଣ ବର୍ଣ୍ଣିତ ଏକ ନାଗ ସର୍ପ। ଏହି ବିଷଧର ନାଗ ବୃନ୍ଦାବନ ଠାରେ ଯମୁନା ନଦୀରେ ବସବାସ କରୁଥିଲା। ପୁରାଣରେ ଉଲ୍ଲେଖ ରହିଛି ଯେ କାଳିୟ ନାଗର ଚତୁର୍ଦିଗରେ ଜଳ ବିଷ ଦ୍ୱାରା ଗରମ ହୋଇ ଫୁଟୁଥିଲା ଓ ତାହା ନିକଟକୁ ଛଡ଼ାଇବା ପାଇଁ ଅନ୍ୟାନ୍ୟ ଜୀବ ଯାଇପାରୁନଥିଲେ। ଏଭଳିକି ନଦୀ ତୀରରେ କଦମ୍ବ ବୃକ୍ଷ ଛଡ଼ା ଅନ୍ୟ କୌଣସି ବୃକ୍ଷ ବଞ୍ଚି ପାରୁନଥିଲା। ଶ୍ରୀକୃଷ୍ଣ ତାଙ୍କର ଦୈବୀ ଶକ୍ତି ଦ୍ୱାରା କାଳିଧର ମସ୍ତକ ଉପରକୁ ଖସି ଯାଇ ସେଠାରେ ବିଶାଳ ଆକାର ଧାରଣ କରି ନୃତ୍ୟ କଲେ। କାଳିଆ ନାଗ ପରାସ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିବାର ଅବସ୍ଥାକୁ ଆସିଗଲା। ସେହି ସମୟରେ କାଳିୟ ନାଗର ପତ୍ନୀମାନେ ଜଳ ଉପରକୁ ଆସି ଭଗବାନ କୃଷ୍ଣଙ୍କୁ ଉପାସନା ପୂର୍ବକ ତାଙ୍କ ସ୍ୱାମୀଙ୍କ ଜୀବନ ଭିକ୍ଷା କଲେ। ମହାପ୍ରଭୁ ଯମୁନା ଜଳରେ କାଳିୟ ସର୍ପକୁ ଦମନ କରିଥିବାରୁ ତାହାର ସ୍ମାରକ ରୂପେ ଏହି ବେଶ ହୁଏ। ଏହି ଦିନ ମହାପ୍ରଭୁଙ୍କର ବିଜେ ପ୍ରତିମା ମଦନ ମୋହନ ଓ ରାମକୃଷ୍ଣ ମାର୍କଣ୍ଡ ପୋଖରୀ ପାଖକୁ ଯାଆନ୍ତି ଓ ସେଠାରେ କାଳିୟ ଦଳନ ନୀତି ଅନୁଷ୍ଠିତ ହୋଇଥାଏ। ଏହି ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ରତ୍ନସିଂହାସନରେ 7ଗୋଟି ଫଣା ଥିବା ଗୋଟିଏ କାଳନାଗ ଉପରେ ନାଚୁଥିବା ପରି ପ୍ରଦର୍ଶିତ କରାଯାଇଥାଏ। କାଳିୟ ନାଗଟିକୁ ରୂପକାରମାନେ ବେତ, କଳାକନା ଓ ସୂତାରେ ଦରଜୀମାନଙ୍କ ସହାୟତାରେ ନିର୍ମାଣ କରିଥାନ୍ତି। ଏହି ବେଶ ପାଇଁ ଜଗନ୍ନାଥ ଓ ବଳଭଦ୍ରଙ୍କ ବିଗ୍ରହରେ କାଷ୍ଠ ନିର୍ମିତ ହସ୍ତ ପଦଯୁକ୍ତ କରାଯାଉଥିବା ବେଳେ ଦେବୀ ସୁଭଦ୍ରାଙ୍କ ବିଗ୍ରହରେ ବିଶେଷ କିଛି ପରିବର୍ତ୍ତନ ହୁଏ ନାହିଁ। ବଡ଼ ଠାକୁର ବଳଭଦ୍ର ହସ୍ତଦ୍ୱୟରେ ହଳ ଓ ମୁଷଳ ଧାରଣ କରିଥାନ୍ତି ଏବଂ ତାଙ୍କ ସମ୍ମୁଖରେ ଥାଏ କାଷ୍ଠ ନିର୍ମିତ ଗାଈ ଓ ବାଛୁରୀ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦ କାଳିୟର ମସ୍ତକ ଉପରେ ଥିବା ବେଳେ ବାମ ହାତରେ କାଳିୟର ଲାଞ୍ଜ ଓ ସୋଲ ନିର୍ମିତ ଶିଙ୍ଗା ଧରିଥାନ୍ତି। ଅନ୍ୟ ହାତରେ ସୋଲ ନିର୍ମିତ ପ୍ରସ୍ଫୁଟିତ ପଦ୍ମଫୁଲଟିଏ ଧରିଥାନ୍ତି। କାଳିୟ ଦଳନ କରୁଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦୁଇ ପାର୍ଶ୍ୱରେ କାଷ୍ଠ ନିର୍ମିତ ଦୁଇଟି ନାଗୁଣୀ ମୂର୍ତ୍ତି ପ୍ରାର୍ଥନା କରୁଥିବା ଭଙ୍ଗୀରେ ରଖାଯାଇଥାଏ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳିୟ ଦଳନ ବେଶ ଅନୁଷ୍ଠିତ ହେବା ସହ ମାର୍କଣ୍ଡେୟ ପୁଷ୍କରିଣୀ ଠାରେ କାଳିୟ ଦଳନ ନୀତି ସମ୍ପନ୍ନ ହୋଇଥାଏ। ତୋର ମୋହର ଏ ଚରିତ, ଯେ ସୁମରିବ ଅବିରତ, ସର୍ପ ବିଘାତେ ନାହିଁ ବାଧା, ଯେ ଜନ ସୁମରେ ତ୍ରିସନ୍ଧ୍ୟା। ବ୍ୟୁରୋ ରିପୋର୍ଟ, ଲିଭ୍ ଲାଇଫ୍ ଓଡ଼ିଆ।